ରୋହିତଙ୍କ ଶତକରେ ଝୁମିଲା ଭାରତ। ଲର୍ଡସରେ ଖେଳାଯାଇଥିବା ଭାରତ ବନାମ ଇଂଲଣ୍ଡ ତୃତୀୟ ଓଡିଆଇ ମ୍ୟାଚରେ ରୋହିତ ଶର୍ମାଙ୍କ ବିସ୍ଫୋରକ ଶତକ ଇଂଲଣ୍ଡକୁ ଛାନିଆ କରିଥିଲା। ଇଂଲଣ୍ଡ ଦ୍ୱାରା ନିର୍ଦ୍ଧାରିତ 388 ରନର କଠିନ ଲକ୍ଷ୍ୟର ପିଛା କରିବା ବେଳେ ରୋହିତ ଶର୍ମା ଏକ ଦୃଢ଼ ତଥା ଉଚ୍ଚ ଚାପଯୁକ୍ତ ଇନିଂସ ଖେଳି ଭାରତକୁ ପ୍ରତିଯୋଗିତାରେ ବଜାୟ ରଖିଥିଲେ। ସେ ନିଜର ସ୍ୱତନ୍ତ୍ର ଶୈଳୀରେ ସହଜତା ଓ ଆକ୍ରମଣାତ୍ମକ ମନୋଭାବର ସମନ୍ୱୟ ଘଟାଇ ଇନିଂସକୁ ଆଗକୁ ବଢ଼ାଇଥିଲେ ଏବଂ 17ଟି ଚୌକା ସହ 5ଟି ଛକା ମାରିଥିଲେ। ଯଦି ଆପଣମାନେ ରୋହିତ ଶର୍ମାଙ୍କ ବଡ଼ ସମର୍ଥକ ତେବେ ଭିଡିଓଟିକୁ ଗୋଟେ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ। ତେବେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା, ଯେଉଁଥିରେ ଇଂଲଣ୍ଡ ବିଶାଳ 387 ରନ୍ ସଂଗ୍ରହ କରିଥିଲା, ଯାହା ଏହି ଷ୍ଟାଡିୟମରେ ଦିନିକିଆ କ୍ରିକେଟ ଇତିହାସର ସର୍ବାଧିକ ସ୍କୋର ଥିଲା। ଶୀର୍ଷ କ୍ରମର ବ୍ୟାଟରମାନେ ଦମଦାର ପ୍ରଦର୍ଶନ କରିଥିଲେ। ବେନ୍ ଡକେଟଙ୍କ ସର୍ବାଧିକ 141 ରନ୍ ଇଂଲଣ୍ଡ ଇନିଂସରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ବେଥେଲଙ୍କ ସହ ମିଶି ଦଳ ପାଇଁ ମଜବୁତ ଭିତ୍ତିଭୂମି ସ୍ଥାପନ କରିବା ସହ ଦଳକୁ 387 ବିଶାଳ ସ୍କୋର କରିବାରେ ସହାୟତା କରିଥିଲେ। ଯେତେବେଳେ କି ଶେଷ ଆଡ଼କୁ ଜୋ ରୁଟ୍ 74 ରନର ଅପରାଜିତ ପାରି ଖେଳିଥିଲେ, ତାଙ୍କ ସାଥ ଦେଇଥିଲେ ଜସ୍ ବଟଲର। ଶେଷରେ ମାତ୍ର 19 ବଲରେ 63 ରନର ଭାଗିଦାରୀ କରିଥିଲେ, ଯାହା ଜସ୍ ବଟଲରଙ୍କ ପାଇଁ ସମ୍ଭବପର ଥିଲା। ବଟଲର 13 ବଲରେ 42 ରନ୍ ଯୋଡ଼ିଥିଲେ। ତେବେ ଦ୍ୱିତୀୟ ଇନିଂସରେ ଭାରତ ଏକ କଠିନ ଏବଂ ପ୍ରାୟତଃ ଅସମ୍ଭବ ମନେ ହେଉଥିବା ଲକ୍ଷ୍ୟର ପିଛା କରିବା ବେଳେ ରୋହିତ ଶର୍ମା ଦଳର ନେତୃତ୍ୱ ନେବାକୁ ଆଗେଇ ଆସିଥିଲେ, ଯେଉଁଥିରେ ରୋହିତଙ୍କ ଐତିହାସିକ 138 ରନର ଶତକୀୟ ଇନିଂସ ଇଂଲଣ୍ଡର ବୋଲିଂ ବାହିନୀ ଉପରେ ପ୍ରବଳ ଚାପ ସୃଷ୍ଟି କରିଥିଲା ଏବଂ ସେମାନଙ୍କୁ ବାରମ୍ବାର ବୋଲିଂର ଲେନ୍ଥ ଏବଂ ଫିଲ୍ଡ ସଜ୍ଜାରେ ପରିବର୍ତ୍ତନ କରିବାକୁ ବାଧ୍ୟ କରିଥିଲା। ନିଜର ଅନ୍ତର୍ଜାତୀୟ କ୍ରିକେଟ ଭବିଷ୍ୟତକୁ ନେଇ ତୀବ୍ର ସମାଲୋଚନା ଓ ବିଭିନ୍ନ ଚର୍ଚ୍ଚାର ସମ୍ମୁଖୀନ ହେଉଥିବା ସତ୍ତ୍ୱେ ହିଟମ୍ୟାନ ସତର୍କତା ଓ ଆକ୍ରମଣାତ୍ମକ ଖେଳର ଏକ ଚମତ୍କାର ସମନ୍ୱୟ ପ୍ରଦର୍ଶନ କରିଥିଲେ। ସେ ସୁମନ ଗିଲଙ୍କ ସହ ମିଶି 147 ରନର ଏକ ଚମତ୍କାର ଓପନିଂ ଭାଗିଦାରୀ ଗଢ଼ିଥିଲେ, ଯେଉଁଥିରେ ଗିଲ୍ 77 ରନର ଦମଦାର ଯୋଗଦାନ ଦେଇଥିଲେ। ଗିଲ୍ ଆଉଟ୍ ହେବା ପରେ ରୋହିତ ଶର୍ମା ବିରାଟ କୋହଲିଙ୍କ ସହ ମିଶି ଖେଳର ଗତି ବଢ଼ାଇଥିଲେ। ସେ ନିଜସ୍ୱ ଶୈଳୀରେ ଏକ ଚତୁର ସ୍କୁପ୍ ସଟ୍ ମାଧ୍ୟମରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ ଏବଂ ତାପରେ ଦ୍ରୁତ ଗତିରେ ଆଗେଇ ଚାଲିଥିଲେ। ସେ ମାତ୍ର 84ଟି ବଲରେ ଶତକ ହାସଲ କରିଥିଲେ। ଏହି ମାଇଲ ଖୁଣ୍ଟ ହାସଲ କରି ରୋହିତ ଶର୍ମା ଲର୍ଡସ କ୍ରିକେଟ ଗ୍ରାଉଣ୍ଡ ଭଳି ପ୍ରସିଦ୍ଧ ଷ୍ଟାଡିୟମରେ ଓଡିଆଇ ଶତକ ହାସଲ କରିଥିବା ପ୍ରଥମ ଭାରତୀୟ ବ୍ୟାଟର ଭାବେ ରେକର୍ଡ ପୁସ୍ତକରେ ନିଜ ନାମ ଲିପିବଦ୍ଧ କରିଥିଲେ। ତେବେ ଶତକ ହାସଲ କରିବା ପରେ ମଧ୍ୟ ରୋହିତ ଶର୍ମା ନିଜର ଏକାଗ୍ରତା ହରାଇ ନଥିଲେ ଏବଂ ଇଂଲଣ୍ଡର ବୋଲିଂ ଆକ୍ରମଣକୁ କ୍ରମାଗତ ଭାବେ ମୁକାବିଲା କରି ଭାରତକୁ ବିଜୟ ଲକ୍ଷ୍ୟ ନିକଟତର କରାଇଥିଲେ। ତେବେ 39ତମ ଓଭରରେ ବାମହାତୀ ସ୍ପିନର ଜ୍ୟାକବ ବେଥେଲଙ୍କ ବଲରେ ଦୁର୍ଭାଗ୍ୟବଶତଃ ଆଉଟ୍ ହେବା ସହ ତାଙ୍କର ଏହି ଚମତ୍କାର ଇନିଂସର ସମାପ୍ତି ଘଟିଥିଲା। ତେବେ ରୋହିତ ପଡ଼ିଆରୁ ଫେରିବା ସମୟରେ ସମସ୍ତ ଦର୍ଶକ ଛିଡ଼ା ହୋଇ ତାଙ୍କୁ ସମ୍ମାନ ଜଣାଇଥିଲେ ଏବଂ ଭାରତୀୟ ଡ୍ରେସିଂ ରୁମ୍ ମଧ୍ୟ ତାଙ୍କ ପ୍ରଦର୍ଶନକୁ ସ୍ୱୀକୃତି ଦେଇଥିଲା। ରୋହିତଙ୍କ ଏହି ବୀରତ୍ୱପୂର୍ଣ୍ଣ ପ୍ରୟାସ ଏବଂ ବିରାଟ କୋହଲିଙ୍କ ଲଢୁଆ 74 ରନ୍ ସତ୍ତ୍ୱେ ଶେଷରେ ଭାରତ 37 ରନରେ ମ୍ୟାଚଟିକୁ ହାରି ଯାଇଥିଲା ଏବଂ ଇଂଲଣ୍ଡ ସିରିଜକୁ 2-1ରେ ଜିତି ନେଇଥିଲା। ତେବେ ଆପଣମାନଙ୍କୁ ରୋହିତ ଶର୍ମାଙ୍କ ବ୍ୟାଟିଂ କିପରି ଲାଗିଲା ନିଜ ନିଜ ମନ୍ତବ୍ୟ କମେଣ୍ଟ ମାଧ୍ୟମରେ ଜଣାନ୍ତୁ।